କାହାର ଖୁସିର କାରଣ ବନିବା ପାଇଁ ଚେଷ୍ଟା କର। ଦୁଃଖ ତ ଦୁନିଆରେ ସମସ୍ତେ ଦିଅନ୍ତି। ଜୟ ଜଗନ୍ନାଥ। ଆଜି ଷ୍ଟାର୍ଟ କରିବା ଗୋଟେ ନୂଆ କାହାଣୀଟିକୁ ଶୁଣିବା ପାଇଁ ହେଲେ ଆପଣ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏ ଦେଖିବା। ଜୟ ଜଗନ୍ନାଥ। କାହାଣୀଟିକୁ ଆରମ୍ଭ କରିବା। ଗୋଟେ ଛୋଟ ସହରଟେ ରହିଥିଲା। ସେ ସହରରେ ଗୋଟେ ଛୋଟ ରେଳ ଷ୍ଟେସନ ବି ଥିଲା। ସେ ଷ୍ଟେସନ ପାଖରେ ଜଣେ ଭିକାରୀ ସବୁବେଳେ ଭିକ୍ଷାବୃତ୍ତି କରନ୍ତି। ସେପଟେ ଦେଇ ଯିଏ ବି ଯିବା ଆସିବା କରନ୍ତି ସେ ତାଙ୍କୁ ଭିକ ମାଗନ୍ତି, ଆଉ ସେଇ ଭିକ ଯାହା ବି ମିଳେ ତା ଦ୍ୱାରା ସେ ନିଜର ପେଟ ପୋଷନ୍ତି। ଦିନକର ଘଟଣା, ଦିନେ କ'ଣ ହେଇଛି ନା, ଦିନେ ସେ ରାସ୍ତା ଦେଇ ଜଣେ ସୁଟ୍ ବୁଟ୍ ପିନ୍ଧା ଜଣେ ଭାଇ ଛିଡ଼ା ହୋଇଥାନ୍ତି। ସେ ଭାଇ ଜଣଙ୍କୁ ଦେଖି ସେ ଭିକାରୀ ଜଣକ ଭାବିଲେ କି ଇଏ ବହୁତ ବଡ଼ ଧନୀ ହେଇଥିବେ ନିହାତି, ଆଉ ମୁଁ ଯଦି ଯାଇ ତାଙ୍କୁ ଭିକ୍ଷାବୃତ୍ତି କରିବି ସେ ନିହାତି ମୋତେ କିଛି ଅଧିକା ଜିନିଷ ଦେବେ। ଏହା ଭାବି ସେ ଭିକାରୀଟି ସେ ଯେଉଁ ସୁଟ୍ ବୁଟ୍ ପିନ୍ଧା ଭାଇଙ୍କ ପାଖକୁ ଗଲା, ତାଙ୍କୁ ଭିକ୍ଷାବୃତ୍ତି କଲା। ତାଙ୍କୁ ସେ ଯେତେବେଳେ ଭିକ ମାଗିଲା, ସେଇଠୁ ସୁଟ୍ ବୁଟ୍ ପିନ୍ଧା ଭାଇ କହିଲେ, ଠିକ୍ ଅଛି ମୁଁ ତୁମକୁ ଭିକ୍ଷା ଦେବି, ହେଲେ ତା ବଦଳରେ ତୁମେ ମୋତେ କ'ଣ ଦେବ? ଭିକାରୀ ଜଣକ କହିଲେ, ମୁଁ ତ ଭିକାରୀ, ମୁଁ ଲୋକଙ୍କଠୁ ମାଗି ଚଳୁଛି, ମୋର ଏତେ ଔକାତ କେଉଁଠୁ ଆସିବ? ମୁଁ ଆପଣଙ୍କୁ କ'ଣ ବା ଦେଇପାରିବି? ଯଦି କାହାକୁ କିଛି ଦେଇ ନପାରିବ ମାଗିବ କ'ଣ ପାଇଁ? ସୁଟ୍ ବୁଟ୍ ପିନ୍ଧା ଭାଇ ଜଣକ ତାଙ୍କୁ କହିଲେ, ମୁଁ ଜଣେ ବଡ଼ ବେପାରୀ, ଲେନଦେନରେ ବିଶ୍ୱାସ କରେ, ଯଦି ତୁମେ କିଛି ଦେବ ତାହେଲେ ମୁଁ କିଛି ତୁମକୁ ଦେଇପାରିବି। ଏମିତି ସେ ସୁଟ୍ ବୁଟ୍ ପିନ୍ଧା ଭାଇ ଜଣକ ଭିକାରୀକୁ କହି ସେ ଜାଗାରୁ ଟ୍ରେନରେ ପଳେଇ ଗଲେ। ଭିକାରୀଟି ବସି ସେ ଲୋକର କଥା ବାର ବାର ଭାବିଲା। ସେ ଭାବିଲା, ମୋତେ ଭିକରେ ଏଥିପାଇଁ ଅଧିକା ପଇସା ମିଳୁନି, ମୁଁ କାହାକୁ କିଛି ଦେଉନାହିଁ ବୋଲି ମୋତେ ଅଧିକା ପଇସା କେହି ଦେଉନାହାନ୍ତି। ଭିକାରୀଟି କହିଲା, ମୁଁ ତ ଗୋଟେ ଭିକାରୀ, ମୁଁ ବା କାହାକୁ କ'ଣ ଦେଇପାରିବି? ସେ ଏଇ କଥା ଭାବି କ'ଣ ଦେବ ଭାବି 2 ଦିନ ବିତି ଯାଇଥାଏ। ସେ ବହୁତ ଟେନସନ୍ରେ ଥାଏ। 3 ଦିନ ପରେ ସେ ଷ୍ଟେସନ ପାଖରେ ବସିଥାଏ। ହଠାତ୍ ତାର ଲକ୍ଷ୍ୟ ପଡ଼ିଗଲା କିଛି ଫୁଲ ଉପରେ। ତା ନଜର ପଡ଼ିଗଲା ଫୁଲ ଉପରେ। ତା ପାଖରେ ଥିବା ଯେଉଁ ସବୁ ଫୁଲ ଫୁଟିଥାଏ ତା ଉପରେ ଲକ୍ଷ୍ୟ ପଡ଼ିଗଲା। ସେଇଠୁ ତା ଦିମାଗରେ ଆସିଲା କି ଯଦି ମୁଁ ଲୋକଙ୍କୁ ଭିକ ମାଗିଲା ବେଳେ ଯଦି ତାଙ୍କୁ କିଛି ଫୁଲ ତୋଡ଼ା ପ୍ରୋଭାଇଡ଼ କରିବି ତାହେଲେ ଲୋକମାନେ ବହୁତ ଖୁସି ହେଇଯିବେ। ଏ କଥା ଭାବି ସେ ସେଇଠୁ କିଛି ଫୁଲ ଯାହା ବି ଥିଲା ସବୁ ତୋଳିଲା ପରେ ଷ୍ଟେସନକୁ ଚାଲିଲା ଭିକ୍ଷାବୃତ୍ତି କରିବା ପାଇଁ। ସେ ଷ୍ଟେସନରେ ଯାହାକୁ ଭିକ୍ଷାବୃତ୍ତି କଲେ ସେ ତାଙ୍କୁ ଭିକ ଦେଲେ, ଇଏ ତାଙ୍କୁ ଗୋଟେ ଫୁଲ ତୋଡ଼ା ଦେଲେ। ତାକୁ ଦେଖି ଲୋକମାନେ ବି ବହୁତ ଖୁସି ଥାଆନ୍ତି। ଆଉ ଧୀରେ ଧୀରେ ଯେତେ ସମୟ ତାଙ୍କ ପାଖରେ ଫୁଲ ରହୁଥିଲା ତାଙ୍କର ଇନକମ୍ ବି ବହୁତ ଭଲ ହେଉଥିଲା। ଯେତେବେଳେ ତାଙ୍କ ପାଖରେ ଫୁଲ ସରିଯାଉଥିଲା ତାଙ୍କର ଇନକମ୍ ବି କମି ଯାଉଥିଲା। ଡେଲି ଏମିତି ଚାଲିଥାଏ। ଦିନେ ସେ ହଠାତ୍ କ'ଣ ହେଇଛି ନା, ସେ ଯେଉଁ ସୁଟ୍ ବୁଟ୍ ପିନ୍ଧା ଭାଇଙ୍କ ସହିତ ତାର ଆଉ ଥରେ ଦେଖା ହେଇଗଲା। ଭିକାରୀଠୁ ସେଇଠୁ ସେ ସୁଟ୍ ବୁଟ୍ ପିନ୍ଧା ଭାଇଙ୍କି କହିଥିଲା, ଆଜି ତୁମକୁ ଦେବା ପାଇଁ ମୋ ପାଖରେ କିଛି ଫୁଲ ଅଛି, ମୋତେ ତୁମେ ଭିକ ଦେବ? ସେ ସୁଟ୍ ବୁଟ୍ ପିନ୍ଧା ଭାଇ ଜଣକ ତାଙ୍କ ପାଖରୁ ଫୁଲ ନେଇ ତାଙ୍କୁ କିଛି ଭିକ ପ୍ରଦାନ କଲେ। ସେ ସୁଟ୍ ବୁଟ୍ ପିନ୍ଧା ଭାଇ ଜଣକ ବହୁତ ଖୁସି ହେଇଗଲେ। ଆଉ ସେ ଭିକାରୀକି କହିଲେ, ୱାହ, ତୁ ଆଜି ମୋ ପରି ଗୋଟେ ବଡ଼ ବେପାରୀ ବନିଗଲୁ। ତାଙ୍କର ଏପରି କଥା ଶୁଣି ସେ ଭିକାରୀଟି ଫେର ଆଉ ଥରେ ଚିନ୍ତିତ ହେଇଗଲା। ସେ ବାର ବାର ଭାବିଲା, ସେ କହିଥିବା କଥା ଭାବିଲା, ଆଉ ଖୁସି ହେଲା। ସେ ଭାବିଲା ଏବେ ସେ ସକ୍ସେସ୍ ହେଇଛି। ସେ ଟ୍ରେନ୍ରୁ ତଳକୁ ପଳେଇ ଆସିଲା, ଆଉ ବହୁତ ଜୋର ଚିଲେଇଲା, କହିଲା, ମୁଁ ଭିକାରୀ ନୁହେଁ, ମୁଁ ବହୁତ ବଡ଼ ବେପାରୀ ବନିଯାଇଛି। ତା କଥା ଶୁଣି ପାଖରେ ଯେତେ ବି ଲୋକ ଥାଆନ୍ତି ସମସ୍ତେ ଭାବିଲେ ଏ ଭିକାରୀଟି ପାଗଳ ହେଇଯାଇଛି ବୋଧେ। ତାପରେ ସେ ଭିକାରୀ ଆଉ ସେ ଷ୍ଟେସନରେ ଜମା ଦେଖାଦେଲା ନାହିଁ। ଏହିପରି ଭାବରେ 5-6 ମାସ ବିତି ଯାଇଥାଏ। ଟ୍ରେନରେ 2 ଜଣ ଯାତ୍ରା କରୁଥିବା ସମୟରେ ହଠାତ୍ 2 ଜଣ ବଡ଼ ବିଜନେସମ୍ୟାନଙ୍କର ଦେଖା ହେଇଗଲା। ସେ ତାଙ୍କ ପାଖକୁ ଯାଇ କହିଲେ, ଜଣେ ବିଜନେସମ୍ୟାନ ଆଉ ଜଣେ ବିଜନେସମ୍ୟାନ ପାଖକୁ ଯାଇକି କହିଲେ, ମୋତେ ଜାଣିପାରୁଛନ୍ତି?
ସେ କହିଲେ ନା ମୁଁ ତୁମକୁ ଜାଣିପାରୁନାହିଁ। ଆଗରୁ ଏ ଟ୍ରେନରେ 2 ଥର ଆପଣଙ୍କ ସହିତ ମୋର ଦେଖା ହେଇଛି, ଯାହାକୁ ଆପଣ ଜାଣିପାରୁନାହାନ୍ତି। ଯାହାକୁ ଆପଣ ଫାଷ୍ଟ ଦେଖାରେ ଶିଖେଇଥିଲେ ଜୀବନରେ କ'ଣ କରିବା ଉଚିତ। ସେକେଣ୍ଡ ଥର ଆପଣଙ୍କ ସହିତ ଯେତେବେଳେ ଦେଖା ହେଇଥିଲା ଆପଣ ମୋତେ ଶିଖେଇଥିଲେ ମୁଁ ବାସ୍ତବରେ ନିଜେ କ'ଣ। ସେକେଣ୍ଡ ଥର ଆପଣ ମୋତେ ଏ କଥାଟାକୁ ଶିଖେଇଥିଲେ। ସେ ଭାଇ ଜଣକ ସେଇଠୁ କହିଲେ ହଁ ହଁ ମୋର ମନେ ପଡ଼ିଲା, ତମେ ସେଇ ଭିକାରୀ ଭାଇ ନା। ଦେଇକି କିଛି ସମୟ ପରେ ସେ ଖୁସି ହେଇଗଲେ, ଆଉ ତାଙ୍କୁ ପଚାରିଲେ ଏବେ ତମେ କୁଆଡ଼େ କେମିତି କ'ଣ। ସେଇଠୁ ସେ ଆର ଭାଇ ଭିକାରୀ ଭାଇ ଜଣକ କହିଲେ ତମର ଏଇ କଥା ଶୁଣି ମୁଁ ଆଜି ବହୁତ ବଡ଼ ବିଜନେସମ୍ୟାନ୍ ବନିଯାଇଛି, ଗୋଟେ ବହୁତ ବଡ଼ ବେପାରୀ ବନିଯାଇଛି। ଆଉ ସେଇ ବିଜନେସ୍ କାମରେ ମୁଁ ଗୋଟେ ସହରରୁ ଆଉ ଗୋଟେ ଅଲଗା ସହର ଯାଉଛି ମୋର ଫୁଲ ବିଜନେସ୍କୁ ଡିଲ୍ କରିବା ପାଇଁ। ମୁଁ ଆପଣଙ୍କ ପାଖରୁ ଏତିକି ଶିଖିଥିଲି ଯେ ସେତେବେଳେ ଆମକୁ କିଛି ମିଳିଥାଏ ଯେତେବେଳେ ଆମେ କିଛି କାହାକୁ ଦେଇଥାଉ। କଥାରେ ଅଛି ଦେଇଥିଲେ ପାଇ। ମୁଁ ସବୁବେଳେ ନିଜକୁ ଭିକାରୀ ଭାବୁଥିଲି, କେବେ ବି ଉପରକୁ ଯିବି ବୋଲି ମୁଁ କେବେ ଭାବିନଥିଲି। ଯେବେ ତୁମ ସହ ସେକେଣ୍ଡ ଦେଖା ହେଲା ତୁମେ ମୋତେ କହିଲ ମୁଁ ଏବେ ତୁମେ ଜଣେ ବେପାରୀ ବନିଗଲ, ତମେ ଭିକାରୀ ନୁହେଁ। ମୁଁ ଯେତେବେଳେ ଭାବିଲି କି ମୋତେ ଏତେ ଲୋକ ଭିକ କ'ଣ ପାଇଁ ଦେଉଛନ୍ତି, ସେତେବେଳେ ମୋ ମୁଣ୍ଡରେ ନଥିଲା କି ମୁଁ ଯେଉଁ ଫୁଲ ତାଙ୍କୁ ଦେଉଛି ସେ ଫୁଲ ବହୁତ ଶସ୍ତାରେ ସେମାନେ ପାଇଯାଉଛନ୍ତି, ସେଥିପାଇଁ ଖୁସି ହେଇ ମୋତେ ସେମାନେ ଭିକ ଦେଉଛନ୍ତି। ଯେତେବେଳେ ଏ ଜିନିଷ ମୋ ମାଇଣ୍ଡକୁ ଆସିଲା ସେଇଠୁ ମୁଁ କ'ଣ କଲି ନା ଭିକ୍ଷା ମାଗିବା ଛାଡ଼ିଦେଲି। ସେଇଠୁ ଯାହା ବି ପଇସା ରଖିଥିଲି ମୁଁ ଗୋଟେ ଛୋଟ ଫୁଲ ବିଜନେସ୍ ଷ୍ଟାର୍ଟ କଲି। ଆଜି ସେଇ ବିଜନେସ୍ଟି ଅଲଗା ଅଲଗା ଷ୍ଟେଟ୍ରେ ଆଜି ମୋର 6-7 ଷ୍ଟେଟ୍ରେ କାମ ଚାଲିଛି। ଆଜି ମୁଁ ଫୁଲ ମାର୍କେଟର ସବୁଠାରୁ ବଡ଼ ବେପାରୀ ବନିଯାଇଛି କେବଳ ଆପଣଙ୍କର ସେଇ 2ଟି କଥା ପାଇଁ। ଏ କାହାଣୀଟିରୁ ଆପଣଙ୍କୁ କ'ଣ ଶିଖିବା ପାଇଁ ମିଳିଲା ଆପଣ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ମୋତେ ତ ଏତିକି ଶିକ୍ଷା ପାଇଁ ମିଳିଲା କି ଯଦି ଆପଣଙ୍କର ସୋଚ୍ ବଡ଼ ଥିବ ତାହେଲେ ଆପଣ କିଛି ନା କିଛି କରିପାରିବେ। ସବୁବେଳେ ଆପଣଙ୍କର ସୋଚ୍କୁ ବଡ଼ କରନ୍ତୁ। ହଁ ମୁଁ ସେଇ ଜିନିଷଟାକୁ କରିପାରିବି, ଯଦି ଆପଣ ଭାବିବେ ତାହେଲେ ନିହାତି କରିପାରିବେ। ସେଥିପାଇଁ ଆପଣଙ୍କର ନିଜର ସୋଚ୍ଟାକୁ କେବେ ଛୋଟ କରନ୍ତୁ ନାହିଁ କି କେବେ କାହା କଥାରେ ଛୋଟ ହୋଇଯାଆନ୍ତୁ ନାହିଁ। ଯଦି ଆପଣଙ୍କ ଲାଇଫକୁ ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କର ସୋଚ୍କୁ ବଡ଼ା କରନ୍ତୁ, ଆଉ ନିଶ୍ଚୟ ଦିନେ ଲାଇଫର ସକ୍ସେସ୍ ହେବେ। ଜୟ ଜଗନ୍ନାଥ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ।